ରାଉରକେଲା ଜିଲ୍ଲା କଂଗ୍ରେସ ପରିବାର ପକ୍ଷରୁ ବସ୍ତିରେ ରନ୍ଧା ଖାଦ୍ୟ ବଣ୍ଟନ। ରାଉରକେଲା ଜିଲ୍ଲା କଂଗ୍ରେସ ପରିବାର ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ଦିନରେ ରାଉରକେଲା ସହରରେ ସୃଷ୍ଟି ହୋଇଥିବା ବୃଷ୍ଟିପାତ ଜନିତ କୃତ୍ରିମ ବନ୍ୟା ଦ୍ୱାରା ପ୍ରଭାବିତ ବସ୍ତିମାନଙ୍କରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା। ଶ୍ରୀଯୁକ୍ତ ଦାସଙ୍କ ସମେତ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଏବଂ କର୍ମକର୍ତ୍ତାମାନେ ରେଳବାଇ କଲୋନୀ, ମାଲଗୋଦାମ, ବାସନ୍ତୀ ହରିପୁର ବସ୍ତି, ପାନପୋଷ ନିକଟସ୍ଥ ପ୍ରେମନଗର ବସ୍ତି ଆଦି ସ୍ଥାନରେ ଲୋକମାନଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କରିବା ସହିତ ବସ୍ତି ବାସିନ୍ଦାଙ୍କ ସହିତ ସେମାନଙ୍କ କ୍ଷୟକ୍ଷତି ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। କଂଗ୍ରେସ ଦଳ ତରଫରୁ ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ କମିଟିର ସଭାପତି ହରପ୍ରସାଦ ସାମଲ, ସୁନୀଲ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ରାଉତ, ସିକନ୍ଦର ଅହମ୍ମଦ, ସକିର ରାଜା, ମହିଳା କଂଗ୍ରେସ ସଭାନେତ୍ରୀ ରଞ୍ଜିତା ମଲ୍ଲିକ, ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସୁନିତା ଲାକ୍ରା, ଜିଲ୍ଲା କଂଗ୍ରେସ ଉପସଭାପତି ବିନୋଦ ରାଉତ, ବୈଲୋଚନ ସାହୁ, ଅକ୍ଷୟ ଦାସ ପ୍ରମୁଖ ସାମିଲ ହୋଇ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଚିତ୍ର। थोड़ा आलू हाँ सब हुआ आप निकाल दो थोड़ा आलू ब्यूरो न्यूज ओडिशा कथा यूट्यूब चैनल टी आपण मैंने देखुंट मतामत दिंतु, लाइक करूँ, सब्सक्राइब करूँ और शेयर करतु।